ଜୁନ୍ ମାସ ନେଇ ଆସୁଛି ନୂଆ ସକାଳ ସିଂହ ରାଶିମାନଙ୍କ ପାଇଁ। ତ ଆପଣଙ୍କ ରାଶିରେ ଏହି ମାସରେ ଅନେକ ପ୍ରକାର ରାଜଯୋଗ ବନୁଛି। ତ ସିଂହ ରାଶିମାନଙ୍କ ପାଇଁ ଏହି ମାସରେ ଜୁନ୍ ମାସର ଗ୍ରହ ଓ ନକ୍ଷତ୍ର ହିସାବରେ ବହୁତ ଖାସ ଅଟେ। କାରଣ ଏହି ମାସର ଆରମ୍ଭରେ ହିଁ ଭଦ୍ରା ମହାପୁରୁଷ ରାଜଯୋଗ ଓ ଲକ୍ଷ୍ମୀ ନାରାୟଣ ରାଜଯୋଗ ବନୁଛି, ଯାହାକି ଆପଣଙ୍କୁ ବହୁତ କିଛି ବେନିଫିଟ୍ ଦେଇପାରେ। ଏହା ସହିତ 2 ଜୁନ୍ରେ ଗୁରୁଦେବ ବୃହସ୍ପତି କର୍କ ରାଶିରେ ଗୋଚର କରିବେ। ତ ହଂସ ମହାପୁରୁଷ ନାମକ ରାଜଯୋଗ ମଧ୍ୟ ବନେଇବେ। ସୂର୍ଯ୍ୟ ଓ ବୁଧଙ୍କ ଯୁକ୍ତିରେ ବୁଧାଦିତ୍ୟ ରାଜଯୋଗ ବନୁଛି। ହାତରେ 15 ଦିନ ପରେ 15 ଜୁନ୍ରେ ମଙ୍ଗଳ ଦେବ ମେଷ ରାଶିରେ ରହିବେ। ସେ ପର୍ଯ୍ୟନ୍ତ ରୋଚକ ମହାପୁରୁଷ ରାଜଯୋଗ ବନୁଛି। 7-8 ଜୁନ୍ରେ କର୍କ ରାଶିରେ ଗଜଲକ୍ଷ୍ମୀ ରାଜଯୋଗ ବନିବ। ତ ଏହାର ପ୍ରଭାବ ଆପଣମାନଙ୍କ ପାଇଁ ଶାନଦାର ରହିବ। ତ ଡିଟେଲ୍ସରେ ପୁରା ଭିଡ଼ିଓକୁ ଦେଖନ୍ତୁ ଶେଷ ପର୍ଯ୍ୟନ୍ତ। ତ ଆପଣଙ୍କୁ କ୍ୟାରିୟର ଦେଖାଯାଇ ତ ବୈଦିକ ଜ୍ୟୋତିଷ ଅନୁସାରେ ଜୁନ୍ ମାସ ସିଂହ ରାଶିମାନଙ୍କ ପାଇଁ କ୍ୟାରିୟରରେ ବହୁତ କିଛି ଉନ୍ନତି ଆଣିକି ଆସୁଛି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ନେତୃତ୍ୱର କ୍ଷମତା ବଢ଼ିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ପ୍ରଭାବିତ ହେବେ। ନୌକରୀ ଯଦି ଆପଣ ଚେଞ୍ଜ କରିବାକୁ ଚାହୁଁଛନ୍ତି ଜବ୍, ତାହେଲେ ଆପଣମାନଙ୍କ ପାଇଁ ଭଲ ଅବସର ମିଳିପାରେ। ସରକାରୀ ଜବ୍ ପାଇଁ ଯେଉଁ ଷ୍ଟୁଡେଣ୍ଟମାନେ ଅଛନ୍ତି, ହାର୍ଡ଼ୱାର୍କିଂ କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଭାଗ୍ୟ ସପୋର୍ଟ ଦେଉଛି। ଏଠି ସେମାନଙ୍କୁ ପଜିଟିଭ୍ ରେଜଲ୍ଟ ମିଳିପାରେ। ଏହି ସମୟରେ ଭଦ୍ର ମହାପୁରୁଷ ରାଜଯୋଗର ପ୍ରଭାବ ରହିଛି। ତ ଆପଣଙ୍କ କ୍ଷମତାକୁ ମଜବୁତ କରିବ, ଯାହାଦ୍ୱାରା କି ଆପଣ ବଡ଼ ପ୍ରୋଜେକ୍ଟରେ ମଧ୍ୟ ସଫଳତା ପାଇବେ। ତ ଏଠାରେ ବି ଲକ୍ଷ୍ମୀ ନାରାୟଣ ଓ ଭଦ୍ରା ରାଜଯୋଗ ଆପଣମାନଙ୍କ ରାଶିରେ ଇନକମ୍ ଭାବରେ ବା ଲାଭ ଭାବରେ ରହୁଛି। ତ ଲାଭ ଭାବରେ ଯେତେବେଳେ ଏହିସବୁ ବହୁତ କିଛି ଲକ୍ଷ୍ମୀ ନାରାୟଣ ଯୋଗ ରହେ, ତ ଆପଣଙ୍କୁ ବହୁତ କିଛି ଆର୍ଥିକ ସହଯୋଗ ମିଳିବ। ଧନର ଆଗମନ ହେବ। ଆପଣଙ୍କର ଅଟକିଥିବା ଧନ ମଧ୍ୟ ରହିବ। ଏଠାରେ ଜବ୍ ଯେଉଁମାନେ କରିଛନ୍ତି ସେମାନଙ୍କ ପ୍ରମୋଟ୍ ମଧ୍ୟ ହୋଇପାରେ। ତ ଆର୍ଥିକ ସ୍ଥିତି ଫାଇନାନ୍ସିଆଲ ସ୍ଥିତି ଦେଖିଲେ ବ୍ୟାପାରରେ ଯେଉଁମାନେ ବି ଯୋଡ଼ି ହୋଇଛନ୍ତି ସେମାନଙ୍କ ପାଇଁ ଏହି ମାସ ଲାଭକାରୀ ସାବିତ ହୋଇପାରେ। ଅଟକିଥିବା ଧନ ଆପଣଙ୍କୁ ମିଳିପାରେ, କାରଣ ମହାଲକ୍ଷ୍ମୀ ରାଜଯୋଗ ଓ ସବୁ ପ୍ରକାର ରାଜଯୋଗର ଆପଣଙ୍କର ଇନକମ୍ ଭାବରେ 11 ହାଉସ୍ ଲାଭ ଭାବ ହୋଇଥାଏ। ତ ସେଇଠି ବନୁଛି, ତ ଆପଣଙ୍କୁ ଅନେକ କିଛି ବେନିଫିଟ୍ ମିଳିବ। ନୂଆ ନିବେଶରୁ ଫାଇଦା ମଧ୍ୟ ହୋଇପାରେ, କିନ୍ତୁ ଜଲ୍ଦିବାଜିରେ କୌଣସି ଡିସିସନ୍ ନେବେନି। ତ ଲକ୍ଷ୍ମୀ ନାରାୟଣ ରାଜଯୋଗ ପାଇଁ ଆର୍ଥିକ ସ୍ଥିତି ମଜବୁତ ହେବ। ତ ଏହି ସମୟରେ ନୂଆ ଏକ୍ସଟ୍ରା ଇନକମ୍ର ଆୟ ମଧ୍ୟ ଖୋଲିବ। କାରବାରରେ ବିସ୍ତାର ରହିବ। କିନ୍ତୁ ଏଠି ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ କି ଗଜଲକ୍ଷ୍ମୀ ରାଜଯୋଗ ଆପଣଙ୍କର 12 ହାଉସ୍ରେ ରହୁଛି। ତ 11 ହାଉସ୍ରେ ରହୁଥିବା ରାଜଯୋଗ ଆପଣଙ୍କୁ ତ ବେନିଫିଟ୍ ଦେବ, ଏକ୍ସଟ୍ରା ଇନକମ୍ କରାଇବ। କିନ୍ତୁ ଗଜଲକ୍ଷ୍ମୀ ରାଜଯୋଗ ଆପଣଙ୍କ 12 ହାଉସ୍ରେ ଯେହେତୁ ରହୁଛି, ଆପଣ ଜାଣିଥିବେ ଦ୍ୱାଦଶ ଭାବ ଖର୍ଚ୍ଚର ଭାବ ମଧ୍ୟ ହୋଇଥାଏ। ତ ଏହି ସମୟରେ ବିଦେଶ ଯାତ୍ରା ମଧ୍ୟ ଆପଣମାନଙ୍କ ହେବ, ସାଥିରେ ଧନ ମଧ୍ୟ ଖର୍ଚ୍ଚ ହେବ। କ୍ଷମତା ଆପଣଙ୍କର ସେଭିଂ କ୍ଷମତା ରହିବ, କିନ୍ତୁ ଧନ ଖର୍ଚ୍ଚ ମଧ୍ୟ ଏହି ସମୟରେ ରହିପାରେ। ଅବିବାହିତ ଯେଉଁମାନେ ବି ଅଛନ୍ତି, ମ୍ୟାରେଜ୍ ପ୍ରପୋଜାଲ୍ ଆସିପାରେ ଆପଣଙ୍କ ପାଇଁ। ପ୍ରେମ ସମ୍ବନ୍ଧର ଏହି ମାସ ଆପଣମାନଙ୍କ ପାଇଁ ବହୁତ ରୋମାଣ୍ଟିକ୍ ରହିପାରେ। ପାର୍ଟନରଙ୍କ ସାଥିରେ ସମ୍ପର୍କ ବହୁତ ମଜବୁତ ହେବ। ଆପଣଙ୍କର ଜୀବନ ଯେଉଁ ବିବାହିତମାନେ ଅଛନ୍ତି, ସେଠାରେ ଯେଉଁ ପରିଶାନ ଚାଲିଥିଲା ତାହା ମଧ୍ୟ ଦୂର ହେବ। ତ ଆପଣ ଯଦି ସ୍ୱାସ୍ଥ୍ୟ ଦେଖିନେବା, ସ୍ୱାସ୍ଥ୍ୟର ଦୃଷ୍ଟିରୁ ପୂର୍ବ ମାସ ଅପେକ୍ଷା ଆପଣଙ୍କର ସ୍ୱାସ୍ଥ୍ୟ ଠିକ୍ ଫାଇନ୍ ଆଣ୍ଡ ଫିଟ୍ ରହୁଛି। ତ ଦେଖାଯାଏ ଯଦି ଆପଣଙ୍କର ରାଶିଫଳ, ଏହା ତ ଜେନେରାଲ ପ୍ରେଡିକ୍ସନ୍ ଅଟେ। ଏହା ଜନ୍ମରାଶି ଚନ୍ଦ୍ରରାଶି ଦ୍ୱାରା ଆଧାରିତ। କିନ୍ତୁ ଏଠି ମନେ ରଖନ୍ତୁ, ଆପଣ ଯଦି ଅଧିକ ପରିଶ୍ରମ ଅଛନ୍ତି, ଆପଣ ବହୁତ ଭଲ ଷ୍ଟୁଡେଣ୍ଟ ଥିଲେ, ଜବ୍ ପାଇପାରୁନାହାନ୍ତି, ତାହେଲେ ଆପଣଙ୍କ କୁଣ୍ଡଳୀ ବିଶ୍ଳେଷଣ କରିଦିଅନ୍ତୁ। କୌଣସି ନା କୌଣସି କେଉଁ ଗ୍ରହଙ୍କର ନେଗେଟିଭ୍ ରେଜଲ୍ଟ ରହିପାରେ ଆପଣଙ୍କର, ତାହାର ପ୍ରତିକାର କରନ୍ତୁ। ତ ଭଲ ଜ୍ୟୋତିଷଙ୍କ ସହିତ ଠକ ନୁହେଁ। ଆଜିକାଲି ଦେଖୁଥିବେ ମାର୍କେଟରେ ବହୁତ ଠକ ମିଳୁଛନ୍ତି। ତ ଆପଣ ବହୁତ ଭଲ ଜ୍ୟୋତିଷଙ୍କ ସହିତ ପରାମର୍ଶ କରନ୍ତୁ, ଉପାୟ ନିଅନ୍ତୁ, ଉପାୟ କରନ୍ତୁ, ଯାହାଦ୍ୱାରା କି ଆପଣ ଜୀବନ ବଦଳାଇ ପାରିବେ। ଜୟ ଜଗନ୍ନାଥ ଲେଖିବାକୁ ବିଲକୁଲ ବି ଭୁଲନ୍ତୁ।